ମୁଁ ସିଦ୍ଧାର୍ଥ ଭରଦ୍ୱାଜ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଅଛି। ପ୍ରଥମତଃ ଆଗ ଇସ୍ରୋର ଏଇଟା ଗୋଟେ ବହୁତ ଭଲ ବଡ଼ ପଦକ୍ଷେପ ଯେଉଁଥିରେ କି ଆ, ସେ ସେ ଯେଉଁ ବଡ଼ ପଦକ୍ଷେପରେ ମାନେ ପ୍ରଥମ ଥର ପାଇଁ ଆମେ ମାନେ ଭାରତ ପକ୍ଷରୁ ସେ ଟେକ୍ନୋଲୋଜି ଡେଭଲପ୍ କରିପାରିଲୁ। ତା ପୂର୍ବରୁ ଚନ୍ଦ୍ରାୟନ 1 ରେ ବି ସଫ୍ଟ ଲ୍ୟାଣ୍ଡିଂ ହେଇଥିଲା ଇଏରେ, ଏବଂ ଏଟା ଚନ୍ଦ୍ରାୟନ 3 ରେ ଆଉ ଥରେ ସଫ୍ଟ ଲ୍ୟାଣ୍ଡିଂ ହେଲା। ଏଠି ଜାଣି ରଖିବୁ ଯେ 2ଟା ଫେଲିଓର ଥିଲା, ଆଉ ଏଇ ବିଜ୍ଞାନର ସମସ୍ତ କାମରେ ଫେଲିଓର୍ସ ଥାଏ ତା ସହିତ। ତେବେ ମୁଁ ଯେଉଁଟା ଆଜି ପିଲାମାନଙ୍କ ସହିତ ଡିସ୍କସନ୍ କଲି ଯେ ଏଇ ଯେଉଁ ସ୍ପେସ୍ ସାଇନ୍ସର ଡେଭଲପମେଣ୍ଟ ପାଇଁ କେମିତି ବିଭିନ୍ନ ବିଜ୍ଞାନର ବିଭାଗ ଏକାଠି ହାତ ମିଶେଇଛନ୍ତି, କେମିତି ଫିଜିକ୍ସ ତାଙ୍କ ସହିତ ଇଭିନ୍ ବଟନି, କେମିଷ୍ଟ୍ରି, ଏରୋଡାଇନାମିକ୍ସ, ମ୍ୟାଟେରିଆଲ ସାଇନ୍ସ ଏ ସମସ୍ତେ ଯାଇ ହାତ ମିଳାଇଲେ ହିଁ ଗୋଟେ ସ୍ପେସ୍ ସାଇନ୍ସ ପସିବଲ୍ ହେଇଛି। ଆଉ ଆସନ୍ତା ଦିନରେ ବିଜ୍ଞାନ ଗଢ଼ି ତୋଳିବାକୁ ହେଲେ କେମିତି ସାଇଣ୍ଟିଫିକ୍ ଥଟ୍ ପ୍ରୋସେସ୍ର ଡେଭଲପମେଣ୍ଟ ଦରକାର, ମୁଁ ଏଇ ବିଷୟରେ ପିଲାମାନଙ୍କ ସାଙ୍ଗରେ କଥା ହେଇଥିଲି ଆଜି। ପିଲାମାନେ ସାଇଣ୍ଟିଫିକ୍ ବେଣ୍ଟ ଅଫ୍ ମାଇଣ୍ଡ ତିଆରି କରନ୍ତୁ, କେମିତି ଜଣେ ବୈଜ୍ଞାନିକ ଚିନ୍ତା କରିକିରି ଗୋଟେ ନୂଆ ଆବିଷ୍କାର କରେ ସେଇ କଥାଟା ଶିଖନ୍ତୁ, ସେଇ ରାସ୍ତାଟା ଶିଖନ୍ତୁ। ସେଇ ଚିନ୍ତା କରିବାର ପ୍ରକ୍ରିୟାଟା ଯେତେବେଳେ ଶିଖିଯିବେ ସେମାନେ ବି କାଲିର ବୈଜ୍ଞାନିକ ହେବେ, ସେମାନେ ବି ନୂଆ ବିଷୟ ଖାଲି ଆବିଷ୍କାର କରିବେ, ଆହୁରି ବି ମାନବ ସମାଜ ଆଗକୁ ଯାଇପାରିବ। ପ୍ରକୃତରେ ଏଇଭଳି ଦିନ ବା ସ୍ପେସ୍ ନ୍ୟାସନାଲ ସ୍ପେସ୍ ଡେ ଏଇଭଳି ଅବଜରଭେସନ ଭିତରେ ଗୋଟେ ବିଜ୍ଞାନର ସାମଗ୍ରିକ ଚର୍ଚ୍ଚା କରିବା ପାଇଁ ସୁଯୋଗ ଆସୁଛି, ଯେଉଁଠିକି ଆମେ ମାନେ ସାହି ପଡ଼ିଶାରୁ ଆରମ୍ଭ କରି ଏଇ ଇନଷ୍ଟିଟ୍ୟୁସନ ମାନଙ୍କରେ ବି ଆମେ ବିଜ୍ଞାନ ସମ୍ପର୍କରେ ଆଲୋଚନା କରିପାରୁଛନ୍ତି। ତେଣୁ ଏଇଟା ଯେ ଗୋଟେ ପଜିଟିଭ ଇମ୍ପାକ୍ଟ ସୋସାଇଟିରେ ଏବଂ ଯୁବପିଢ଼ି ଉପରେ ପର୍ଟିକୁଲାରଲି ପଡ଼ିବ। ସେମାନେ ଏଇଟା ବିଷୟରେ ବିଭିନ୍ନ ବିଷୟ ଚିନ୍ତା କରିବେ, ବିଭିନ୍ନ ବିଷୟ ଜାଣିବେ, ବିଭିନ୍ନ ଭାବରେ ଏହାକୁ କଣ୍ଟ୍ରିବ୍ୟୁଟ କରିପାରିବେ। ମୁଁ MM ରାଉତ, जिला विज्ञान अधिकारी ढेंकानाल विज्ञान केन्द्र, जहाँकि जातीय विज्ञान संग्रहालय परिषद गोटे एक किंतु गत वर्ष 23 अगस्ट रे हमर ढेंकानाल विज्ञान केन्द्र रे ये कार्यक्रम होता। आम समस्ते गौरवान्वित थिलु जे सफल लैंडिंग होता, सॉफ्ट लैंडिंग। एंड से जो भारत सरकार ए वर्ष 23 अगस्त को नेशनल स्पेस डे जातीय महाकाश दिवस के रूप में पालन करने पूरा भारत वर्ष पालन कराई। ढेंकानाल विज्ञान केन्द्र नेशनल स्पेस डे सेलिब्रेट करुच्ची कमेमोरेटिंग दिस इवेंट। तापाई विभिन्न स्पेस साइंस से जो जड़ित जो कार्यक्रम रखा जाइए, जमती कि आप देखिले सकाळे मॉडल रॉकेटरी वर्कशॉप करागला, जो थी कि रॉकेट प्रिंसिपल बेसिक प्रिंसिपल और रॉकेट विभिन्न जो पार्ट तार फंक्शन कौन आउ सेंटर ऑफ प्रेशर है, सेंटर ऑफ ग्रेविटी रॉकेट केमती रहा कथा स्टेबिलिटी ता विषय तापरे गोटे विज्ञान चलचित्र चलती जोटा कि चंद्रायन 3 सॉफ्ट लैंडिंग एवं तापरे आमर वाटर रॉकेट डेमोन्स्ट्रेशन हम। आ सहित टचिंग लाइव्स, टचिंग व्हाइल टचिंग द मून, इंडिया स्पेस सागा, ये जो टॉपिक अच्छी थीम ए वर्षर तारी उपरे व्याख्यान दवाई आमे प्रोफेसर KSK भारद्वाज जी की रेभेन्सा यूनिवर्सिटी केमिस्ट्री डिपार्टमेंट HOD तथा ओडिशा जो विज्ञान चेतना मंच ओडिशार संपादक तांकर व्याख्यान रहिबो। आज बहुत भल लगुच कहीं प्राय 200 पाखापाखि विद्यार्थी विशेषकर आमर इंडियन इंस्टीट्यूट ऑफ मास कम्युनिकेशन है तार जो प्रशिक्षु वुड बी जर्नलिस्ट अच्छा जो साइंस कम्युनिकेशन बहुत हेल्पफुल हम से डायट पिला माने अच्छा अलग अलग विद्यालय प्रायतः 200 विद्यार्थी।